ଆଠଗଡ଼ର ଆରାଧ୍ୟ ଗ୍ରାମଦେବତୀ ମା ବାଉତି ମନ୍ଦିରର ସମସ୍ତ କବାଟ ଓ ଗେଟ୍ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍ ହୋଇଥିବା ଆଠଗଡ଼ ଥାନାରେ ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ରାତି ପ୍ରାୟ 1ଟାରୁ 2ଟା ମଧ୍ୟରେ ପଶି ଠାକୁରାଣୀଙ୍କ ରୂପା ସୁନାର ଅଳଙ୍କାରମାନ ଏବଂ ନଗଦ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସବୁଠାରୁ ବଡ଼ କଥା ହେଲା ଆଠଗଡ଼ ଥାନା ସମ୍ମୁଖରେ ମାଙ୍କ ମନ୍ଦିର ରହିଥିବା ବେଳେ ଚୋର ପୋଲିସକୁ ଚ୍ୟାଲେଞ୍ଜ ଦେଇ ବାରମ୍ବାର ଚୋରି କରୁଥିଲେ ମଧ୍ୟ ପୋଲିସ ଚୋରଙ୍କୁ ଧରିବାରେ ବିଫଳ ହୋଇଛି। ତେବେ ଆଜି ଏତଲା ପରେ ପୋଲିସ ସାଇଣ୍ଟିଫିକ୍ ଏବଂ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଜାରି ରଖିଛି। ତେବେ ପୋଲିସ ଚୋରଙ୍କୁ ଧରିବାରେ କେତେ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା। ମାଙ୍କର ପୂଜକ ରୁଦ୍ରନାରାୟଣ ପଣ୍ଡା କ'ଣ ହେଇଛି କାଲି ରାତିରେ? କାଲି ରାତିରେ 21 ତାରିଖରେ କାଲି ରାତିରେ ମାଙ୍କ ରାତି ନୀତିବିତି ସାରି ମୁଁ ରାତି 10ଟାରେ ଦେଉଳ ସବୁ ପହଡ଼ ଦେଇ ଦେଉଳ ତାଲା ପକାଇକି ଯାଇକି ସକାଳେ ଯେତେବେଳେ ଭୋରୁ ଆସେ ଭଣଜାକୁ ପଠାଇଥିଲି। ଭଣଜା କହିଲା ମାମୁଁ ସବୁ ତାଲା ଖୋଲା ଅଛି। ମୁଁ କହିଲି ତାହେଲେ ଭିତରକୁ ନ ଯାଇକି ଥାନାରେ ଗୋଟେ କମ୍ପ୍ଲେନ୍ଟେ କହିଦେଇକି ଆସେ। ଏମିତି ମନ୍ଦିରର ସବୁ ତାଲା ଖୋଲା ଅଛି। ମୁଁ ଯାଇକି ସାଙ୍ଗେ ସାଙ୍ଗେ ପହଞ୍ଚୁଛି। ଆଇଲା ପରେ ଆମେ ଦେଖିଲୁ ଯେ ସବୁ ଘରର ତଥା ମନ୍ଦିର ସମସ୍ତ ପ୍ରକାର ତାଲା ସବୁ ଖୋଲା ଅଛି। କ'ଣ ସବୁ ଚୋରି? ଆମେ ଥାନାବାଲା କହିଲି ବସା ଘର ଗୁଡ଼ାକ ଆପଣ ଯାଆନ୍ତୁନି, ଖାଲି ମାଆଙ୍କର ନୀତି କରନ୍ତୁ, ତା ଭିତରେ ଦେଖନ୍ତୁ କ'ଣ ସୁବିଧା ହେଇଛି, ଆଉ ବାକି ଯେଉଁଗୁଡ଼ାକ ସେଗୁଡ଼ା ସେମିତି ଥାଉ। ଆମେ ସାଇଣ୍ଟିଫିକ୍ ଟିମ୍ ଆଣିବୁ, ସନ୍ଧାନୀ କୁକୁର ଆଣିବୁ, ତାପରେ ଆପଣ ଯାଇକି ତା ଭିତରକୁ ପ୍ରବେଶ କରିବେ। ବର୍ତ୍ତମାନ ଆମେ ମାଆଙ୍କର ନୀତି ମାଘ ସ୍ନାନ ମାଆଙ୍କୁ କରେଇ ମାଆଙ୍କର ସକାଳ ନୀତି ସାରିଥିଲୁ, ଦ୍ୱିପହର ନୀତି ବି ସାରିଲୁ। ଆମେ ଦେଖିବାକୁ ପାଇଲୁ ଯେ ସେ ମାଆଙ୍କ ପାଖରେ ଥିବା ଦେହରେ ଲାଗି ହେଇଥିବା କୌଣସି ପ୍ରକାର ଅଳଙ୍କାରରେ ସେ ହାତ ନ ମାରି ତାଙ୍କ ପଛକଡ଼େ ଥିବା ଟ୍ରଙ୍କରୁ ମାଆଙ୍କର 3ଟି ଟିକିଲି ଆଉ ବଡ଼ ସାନ ମିଶିକି ରୂପାର ଛୋଟ ବଡ଼ ମିଶିକି ଆଖି 6-7ଟି ନେଇଛି। ତାକୁ ନେଲା ପରେ ତାକୁ କ'ଣ ସୁବିଧା ଲାଗିଛି ଆମେ ତ କହିପାରିବୁନୁ, କାହିଁକିନା ସେ ସବା ଲାଷ୍ଟକୁ ମନ୍ଦିରରେ ପଶିଛି। ଆମେ ଯାହା ଭାବୁଛୁ ଆଗ ବସାଘର ଗୁଡ଼ା ଭାଙ୍ଗିଛି, ନା ବସାଘରୁ ଯାହା ଆଣିଥିବା ଜିନିଷ ଖେଳାଖେଳି କରିଛି। ସେ 2ଟା ବସାଘର ଆମର 2 ଜଣ ପୂଜକ, ଆମେ ଏଠି 3 ଜଣ, 2 ଜଣ ଗୋଟାଏ ବସାଘର ୟୁଜ୍ କରୁଛନ୍ତି, ଆଉ ଜଣେ ମୁଁ ଏକୁଟିଆ ମୋର ଗୋଟିଏ ଘର ୟୁଜ୍ କରୁଛି। ମୋର ଗୋଟିଏ ରୂପାହାର ଥିଲା, ତାଙ୍କର ବି ଗୋଟିଏ ରୂପାହାର ଥିଲା, କିନ୍ତୁ ରୂପାହାରକୁ ସିଏ ହାତ ମାରିଛି କିନ୍ତୁ ଆଉ ନେଇନି। କ'ଣ ପାଇଁ ଥାନାରେ ଦିଆହେଇଛି, ଆମ ଅଫିସ୍ ତରଫରୁ ଯାଇକି ଆମେ ଏଫଆଇଆର୍ କରିକି ଦେଇଛୁ। ସେଇଟା ଲଜ୍ଜାଜନକ ଗୋଟେ କଥା। ଥାନାଟା ଏତେ କ୍ଲୋଜ୍, 2ରେ ଆମ ବ୍ୟାକ୍ ସାଇଡ଼୍ରେ ଥାନା ଷ୍ଟାଫ୍ ରହୁଛନ୍ତି। ଫ୍ରଣ୍ଟରେ ଚୋର ପଶିଲେ ଆଉ ସାଇଡ଼୍ରେ ବି ଚୋର ପଶିଲେ। ଥାନାବାଲା କେତେ ସକ୍ରିୟ ଏଇଟା ଆପଣ ଜାଣିଥିବେ, ଆଠଗଡ଼ବାସୀ ଜାଣିଲେ। ପଛକଡ଼େ ପ୍ରବଳ ମଦ ବିକ୍ରି ହେଉଛି, ଯାହାଫଳରେ ଦୈନନ୍ଦିନ ହଜାର ସଂଖ୍ୟକ ମଦ୍ୟପ ଆସୁଛନ୍ତି। ସେମାନେ ଠାଉକିଆ ଦେଖୁଛନ୍ତି ଯେ ଏ ମନ୍ଦିରର ସ୍ଥିତି ଭାରି ଅସୁବିଧାରେ, ଦେବତର ଠିକ୍ରେ କାର୍ଯ୍ୟାନୁଷ୍ଠାନ କରିନି, ନେଇଥିବା କଣ୍ଟ୍ରାକ୍ଟର ଠିକ୍ରେ କାମ କରିନି, ଚୌଦ୍ୱାର ମେଲା, ଚୋର ସବୁପଟେ ଆଇଲା। ଆଠଗଡ଼ରୁ ଦିବ୍ୟଦତ୍ତଙ୍କ ରିପୋର୍ଟ, ନ୍ୟାୟପତି ଟିଭି।